ପିଲାମାନେ ଆଜି ଆମେ ପଞ୍ଚମ ଶ୍ରେଣୀ ସାହିତ୍ୟ ବହିର ଫୁଲ କବିତାର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ଫୁଲ କବିତାଟିକୁ ଲେଖିଛନ୍ତି ପଣ୍ଡିତ ମୃତ୍ୟୁଞ୍ଜୟ ରଥ। ଅଭ୍ୟାସ 1 ନମ୍ବର। ଆସ କଥାବାର୍ତ୍ତା ହେବା। କ ନମ୍ବର ପ୍ରଶ୍ନ, କେଉଁ ସବୁ ସ୍ଥାନରେ ଫୁଲ ଫୁଟି ବାସେ? ଉତ୍ତର, ଗଛରେ, ଲଟାରେ, ଶାଗ ଶିଉଳିରେ, ଘାସ ହୁଡ଼ାରେ, ପର୍ବତରେ, ଜଳ ଓ ସ୍ଥଳରେ, ବନ ଉପବନରେ, କୂଳ କନ୍ଦରରେ, କୁଞ୍ଜରେ, ମନ୍ଦିର ପାଖରେ ଫୁଲ ଫୁଟି ବାସେ। ଖ ନମ୍ବର ପ୍ରଶ୍ନ, ଫୁଲକୁ ଆମେ କେଉଁ ସବୁ କାମରେ ବ୍ୟବହାର କରୁ? ଉତ୍ତର, ଫୁଲକୁ ଆମେ ଦେବଦେବୀ ପୂଜାରେ ଏବଂ ଗଳା ଓ ମୁଣ୍ଡ ସଜାଇବାରେ ବ୍ୟବହାର କରୁ। ଗ ନମ୍ବର ପ୍ରଶ୍ନ, ଫୁଲ ଯୋଗୁଁ ଆଉ କିଏ ସବୁ ଉପକାର ପାଇଥାନ୍ତି? ଉତ୍ତର, ଫୁଲ ଯୋଗୁଁ ପଟ ଓ କୀଟ ଉପକାର ପାଇଥାନ୍ତି। ଘ ନମ୍ବର, ଯୋଗୀମାନେ ଫୁଲକୁ କେଉଁ ଦୃଷ୍ଟିରେ ଦେଖନ୍ତି? ଉତ୍ତର, ଯୋଗୀମାନେ ଫୁଲକୁ ଦେବତା ଦୃଷ୍ଟିରେ ଦେଖନ୍ତି। ୱ ନମ୍ବର, କେଉଁମାନେ ଫୁଲ ଦ୍ୱାରା ଆକୃଷ୍ଟ ହୋଇଥାନ୍ତି? ଭଁଅର ଓ ପଶୁପକ୍ଷୀମାନେ ଫୁଲ ଦ୍ୱାରା ଆକୃଷ୍ଟ ହୋଇଥାନ୍ତି। 2 ନମ୍ବର, ପଦର ଖାଲି ଅଂଶ ପୂରଣ କରିବା। କ, ମୁଁ ଥାଏ ପର୍ବତେ ଜଳସ୍ଥଳରେ। ଖ, ବନ ଉପବନେ କୂଳ କନ୍ଦରେ। ଗ, ମୋ କାନ୍ତି ଦେଖିଲେ ଯୋଗୀଙ୍କ ଶାନ୍ତି। ଘ, କେଉଁ ଦେବତାର ନ ବସେ ଶିରେ। ୱ, ବଣା ହୋଇ ଧାଇଁ ଆସେ ଭଁଅର। ଚ, ମୁଁ ଥାଏ କୁଞ୍ଜରେ ମନ୍ଦିର ପାଶେ। 3 ନମ୍ବର, ତଳେ ଗାର ଦିଆଯାଇଥିବା ଶବ୍ଦଟି ଯେଉଁ ଅର୍ଥରେ ବ୍ୟବହାର କରାଯାଇଛି ତାହା ପାଖ ବନ୍ଧନୀରେ ଦିଆଯାଇଛି। ସେଥିରୁ ଠିକ୍ ଅର୍ଥ ବୁଝାଉଥିବା ଶବ୍ଦ ଚାରିପଟେ ଗୋଲ ବୁଲାଇବା। କ, ମୋ ବାସ ଗଛରେ, ଲଟା ବୁଦାରେ। ଏଠାରେ ବାସ ଅର୍ଥ ରହିବା ସ୍ଥାନ। ଖ ନମ୍ବର, ମୋ ବାସ ଚଉଦିକେ ଯାଏ ଚହଟି। ଏଠାରେ ବାସ ଅର୍ଥ ବାସ୍ନା। ଗ ନମ୍ବର, ପତର ଉପରେ ଦିଶେ ସୁଢଳ। ଏଠାରେ ପତର ଅର୍ଥ ଗଛର ପତ୍ର। ଥୁଅନ୍ତି ନଦଳି କେହି ପୟରେ। ଏଠାରେ ପୟରେ ଅର୍ଥ ପାଦରେ। ୱ ନମ୍ବର, କେଉଁ ଦେବତାର ନ ବସେ ଶିରେ। ଏଠାରେ ଶିରେ ଅର୍ଥ ମସ୍ତକରେ। 4 ନମ୍ବର, ପର୍ବତକୁ କବିତାରେ ପରବତ ଲେଖାଯାଇପାରେ। ସେହିପରି ତଳେ ଦିଆଯାଇଥିବା ଶବ୍ଦର ପଦ୍ୟ ରୂପ ଲେଖିବା। ନିର୍ମଳ, ନିରିମଳ। ଚଉଦିଗେ, ଚଉଦିଗେ। ପତ୍ର, ପତର। 5 ନମ୍ବର, ମୋହ ଯୋଗୁଁ ପଟ ଯାଏ ନିସ୍ତରି। ଏହି ପଦଟିର ଅର୍ଥ ନିଜ ଭାଷାରେ ବୁଝାଇ ଲେଖିବା। ମୋହ ନିସ୍ତରି। ଉକ୍ତ ପଦ୍ୟାଂଶଟି ସାହିତ୍ୟ କୁସୁମ ପୁସ୍ତକର ଫୁଲ କବିତାରୁ ଗୃହୀତ। ଏହି ପ୍ରସଙ୍ଗରେ କବି ପଣ୍ଡିତ ମୃତ୍ୟୁଞ୍ଜୟ ରଥ ଫୁଲର ମହତ୍ତ୍ୱ ବର୍ଣ୍ଣନା କରିଛନ୍ତି। ଫୁଲ ସମସ୍ତଙ୍କର ପ୍ରିୟ। ଏହା ନିଜର ସୁବାସରେ ସମସ୍ତଙ୍କର ମନ ଓ ପ୍ରାଣକୁ ମୋହିନିଏ। ଫୁଲର କାନ୍ତି ଦେଖି ଯୋଗୀମାନେ ମଧ୍ୟ ଶାନ୍ତି ପାଆନ୍ତି ଏବଂ ତା ଦେହରେ ଦେବତାଙ୍କୁ ଦେଖିପାରନ୍ତି। ପୂଜା କାର୍ଯ୍ୟରେ ଫୁଲ ବିଶେଷ ପ୍ରୟୋଜନ ହୁଏ। ସେ ଦେବତାଙ୍କ ମସ୍ତକରେ ଲାଗି ହୁଏ। ଫୁଲ ଯୋଗୁଁ ପଟ ମଧ୍ୟ ଦେବତାଙ୍କ ଲାଗି ହୋଇ ଉଦ୍ଧାର ପାଇଥାଏ। 6 ନମ୍ବର, ତଳ ପ୍ରଶ୍ନଗୁଡ଼ିକର ଉତ୍ତର ଲେଖିବା। କ ନମ୍ବର ପ୍ରଶ୍ନ, ଫୁଲକୁ ପାଇବା ପାଇଁ ଗଛ କି କଷ୍ଟ ସହିଛି? ଉତ୍ତର, ଫୁଲକୁ ପାଇବା ପାଇଁ ଗଛ ହୁଡ଼ା, ପର୍ବତ, ଜଳ, ବନ, ଉପବନ ଓ କନ୍ଦରାରେ ପ୍ରତିକୂଳ ପରିବେଶରେ କଷ୍ଟ ସହି ବଞ୍ଚିଛି। ଖ ନମ୍ବର ପ୍ରଶ୍ନ, ପବନ କେତେବେଳେ ମହକିଥାଏ? ଉତ୍ତର, ଯେତେବେଳେ ଫୁଲର ସୁବାସ ଚଉଦିଗରେ ଚହଟି ଯାଏ ସେତେବେଳେ ପବନ ମହକିଥାଏ। ଗ ନମ୍ବର ପ୍ରଶ୍ନ, ଭଁଅର ବଣା ହୋଇ ଫୁଲ ପାଖକୁ ଧାଇଁ ଆସେ କାହିଁକି? ଉତ୍ତର, ଫୁଲର ସୁବାସରେ ବଣା ହୋଇ ଭଁଅର ଫୁଲ ପାଖକୁ ଧାଇଁ ଆସେ। ଘ ନମ୍ବର ପ୍ରଶ୍ନ, ଫୁଲ ଯୋଗୁଁ ଆଉ କେଉଁ କ୍ଷୁଦ୍ର ପଦାର୍ଥର ମର୍ଯ୍ୟାଦା ବୃଦ୍ଧି ହୋଇଥାଏ? ଉତ୍ତର, ଫୁଲ ଯୋଗୁଁ ପଟ ଭଳି କ୍ଷୁଦ୍ର ପଦାର୍ଥର ମର୍ଯ୍ୟାଦା ବୃଦ୍ଧି ହୋଇଥାଏ। ୱ ନମ୍ବର, ତୁମେ ଛୋଟ ଫୁଲଟିଏ ହୋଇଥିଲେ ସମାଜର କି ଉପକାର କରିଥାନ୍ତ ଲେଖ। ଉତ୍ତର, ମୁଁ ଛୋଟ ଫୁଲଟିଏ ହୋଇଥିଲେ ସମାଜକୁ ମୋର ସୁବାସରେ ମହକାଇଥାନ୍ତି। 7 ନମ୍ବର, କ ସ୍ତମ୍ଭରେ ଥିବା ଶବ୍ଦ ସହିତ ଖ ସ୍ତମ୍ଭର ଯେଉଁ ଶବ୍ଦର ସମ୍ପର୍କ ଅଛି ତାକୁ ଗାର ଟାଣି ଯୋଡ଼ିବା ଓ ଯେଉଁ ନୂଆ ଯୁଗ୍ମ ଶବ୍ଦଟି ହେଲା ତାକୁ ବାକ୍ୟରେ ବ୍ୟବହାର କରିବା। ଲଟା ବୁଦା। ଘର ପାଖରେ ଲଟା ବୁଦା ଥିଲେ କାଟିଦେବା ଉଚିତ। ଶାଗ ଶିଉଳି। ଶାଗ ଶିଉଳିରେ ମଧ୍ୟ ଫୁଲ ଫୁଟିପାରେ। ଜଳସ୍ଥଳ। ଜଳସ୍ଥଳରେ ବେଙ୍ଗ ବଞ୍ଚିପାରେ।
बन उपवन बसंत ऋतुरे बन उपवन फूल भरी उठे। संज सकाळ रे पाठ पढ़िबा उचित। खरा वर्षा कृषक खरा वर्षा सही खेतरे काम करे। पशु पक्षी बणरे पशु पक्षी माने स्वाधीन भाव बंचती। पिला माने तुमको वीडियोटी भल लगिले लाइक एंड सब्सक्राइब करिबो।